बीर को डाकुसंती बिक भाई बीर को डाकुसंती कदली पत्र रे पारिकी समझ डाकिए सब पिला खाइए हम भाग काष्टा दिला केते वर्ष दूर बोलून ମୁଁ ତ ନାଇଁ ତ ମୁଁ ଛାଣିନି ତମର ତ ବାହାରୁଛି ଆଉ ତମ ବାପାର ବାହାରୁଛନ୍ତି ନାଇଁ ତ ସେଇଟା ତ ଛାଣିନାହାନ୍ତି ସେଇଟା ତାଙ୍କ ମୁଁ ମୁଁ ଯୋଉ ତାଙ୍କ ଜାଣିବି ନା ମା ତେଲ ପରେ ଯଦି ପାଚିଲା କୋଳି ରଖିନଥିବ ସେ ଦେବେ ତୁମର କିପରି ଆସିବ ତୁମର କହିଲା ଏଇସବୁ ଯଦି କରିବେ ବିବାହ କରା ବୋଲି କହିବେ ବିବାହ ନ କଲେ ଆସିବେ ରାଜା କହିଲେ ମା ଯଦି ବିବାହ କରାଇବା କେମିତି ଆସିବ ତୁମର କହିଲା ମା ତ ମୋତେ ବିବାହ କରାଇବାକୁ ଦେବେ ଯଦି ସେ ଯାଏ ତାକୁ ବେଟି ଉପରେ ଦୁଧ ଖାଇବାକୁ ମାଗିବେ ଗୋଡ଼ ପିଠା କାଞ୍ଜି ମାଛ ଏଇସବୁ ମାଗିବେ ନଦେଲେ ଆସିବେ ରାଜା କହିଲେ ମା ତୁମର ତତ୍ର ଲୋକ ହୋଇଥିବେ ତୁମ ସାଙ୍ଗରେ ଯାଉଥିବେ ବେଟି ଉପରେ ଡେରା ବାଡ଼ ଦେଇ ଏସବୁ ପଦାର୍ଥ ଘରୁ ନେଇଥିବେ ମାଗିଲେ ଦେବେ ମୁକୁଟ ହୋଇଥିବେ ସାମୁଣ୍ଡିଆ ବା ଘର ଚାଳ ମାର ବାଜିଲେ ହାତିରେ ଯାଉଥିବେ ଜେଜି ପାଖରେ ବାଡ଼ ଦେଇ ଏସବୁ ପଦାର୍ଥ ନୂତନ ମଳିଗୁଟି ସଙ୍ଗେ ମୀନକେତନ ମାଳି ବିଜୟ ଘଣ୍ଟି କଲରା ଗଛ ମୂଳେ ପକାଇ ଦେଲେ ଏମାନେ ସବୁ ସାଧବ ଘର ବୋହୂ ଲୁଗା କାନିରେ ବାନ୍ଧିଦେଲା ରାତ୍ର ପାହିଲା ନିତେଇ ଦୋବଣୀ ଆସିଲା ସାଧବ ଘର ବୋହୂ ମୋ ସଙ୍ଗେ ଯିବୁ ତମ ଦୁଇ ଜଣ ଯାକ ସାଙ୍ଗ ହୋଇ ଚାଲିଗଲେ ନିତେଇ ଧୋବଣୀ ସାଧବ ଘର ବୋହୂକୁ ତାଙ୍କ ସଙ୍ଗେ ଯମୁନା ମରାଇ ପାଖେ ଛାଡ଼ି କରି ଗଲା ଏଣେ ସାଧବ ଘର ବୋହୂକୁ ଖୋଜୁଥାନ୍ତି ତାକୁ ସାଧବ ଆନନ୍ଦ ହୋଇ ବୋହୂକୁ କୁଣ୍ଢାଇ ନେଇଗଲେ ଏହିପରି କେତେ ଦିନ ଗଲା ସାଧବ ବୋହୂ ପୁନରୂପୀ ଗର୍ଭବାସ ହେଲା ମାସକ ଠାରୁ 10 ମାସ ପର୍ଯ୍ୟନ୍ତ ଯାହା ସବୁ ଶୁଣି ଆସିଲା ତାହା ସବୁ ଖାଇଲା 10 ମାସ ପୂର୍ଣ୍ଣ ହେଲା ପୌଷ ମାସ ରାତ୍ର ତୃତୀୟା ତିଥିରେ 8 ଘଡ଼ି ରାତ୍ରରେ ପୁତ୍ରଟିଏ ଜନ୍ମ ହେଲା 8 ଘଡ଼ି ରାତି 8ଟା ବେଳକୁ ବୁଝା ସେଠାରୁ ଦୁଇ କନ୍ୟା ମଦନ ମଳିଗୁଡ଼ି ସଙ୍ଗେ ମୀନକେତନ ମାଳି ବିଜୟ ଘଣ୍ଟି କଲରା ଗଛ ମୂଳେ ପକାଇ ଦେଲେ ଏମାନେ ସାଧବ ଘର ବୋହୂ ବାନ୍ଧିଦେଲା ରାତ୍ର ପାଇଲା ନିତେଇ ବୋହୂ ମା ସଙ୍ଗେ ଯିବୁ ତମ ଦୁଇ ଜଣ ଯାକ ସାଙ୍ଗ ହୋଇ ଚାଲିଗଲେ ନିତେଇ ଧୋବଣୀ ସାଧବ ଘର ବୋହୂକୁ ତାଙ୍କ ଗଙ୍ଗା ଯମୁନା ମଳାଇ ପାଖେ ଛାଡ଼ି କରିଗଲା ଏଣେ ସାଧବ ଘର ବୋହୂକୁ ଖୋଜୁଥାନ୍ତି ତାକୁ ପରିବାରୀମାନେ ଦେଖି ସାଧବ ଘର କହିଲେ ତୁମ ବୋହୂ ଆସିଲେ ତାହା ଶୁଣି ସାଧବ ବୋହୂକୁ କୁଣ୍ଡାଇ ପଡ଼ିଗଲା ଏହିପରି କେତେ ଦିନ ଗଲା ସାଧବ ବୋହୂ ପୁନର୍ବି ଗର୍ଭବାସ ହେଲା ମାସକ ଠାରୁ 10 ମାସ ପର୍ଯ୍ୟନ୍ତ ଯାହା ସବୁ ଶୁଣି ଆସିଲା ତାହା ସବୁ ଖାଇରେ ପୁତ୍ରଟିଏ ଜନ୍ମ ହେଲା ଜନ୍ମ ହେବା ପୁଣି ତାହାର ନାକ କାନକୁ ପୁଡ଼ି ପକାଇଲେ କାଳେ ହାଡ଼ି ଆଣିକୁ ଢାକି ଆଣି 100 କଡ଼ାକୁ ବିକ୍ରି କରି 9 କଡ଼ାକୁ କିଣିଲେ ଆସିଲାନି ନା କ'ଣ ଏନ୍ତୁଡ଼ି ସଜାଡ଼ିଲେ ପାଞ୍ଚୁଆତି ପଞ୍ଚୁଆତି କଲେ 6 ଦିନ ଷଷ୍ଠୀ ଘର କରି 21 ଦିନ ପର୍ଯ୍ୟନ୍ତ ଯେପରି ଯେଉଁଦିନ ସବୁ କଲେ ପୁଅ ପେଟରେ ଫେଣି ଦ୍ୱାର ବନ୍ଧ ସବୁ ଉଚ୍ଚା କରିଦେଲେ ସେ କୁମର ଭାଜାଙ୍କ ନିକଟରେ ଯେପରି କହିଥିଲେ ସେହିପରି ସବୁ କଥାରେ କଳି କଲା ସାଧବ ଘରକୁ ସମୟ ଅନୁସାରେ ତାହା ସବୁ ଠିକ୍ ଭାବରେ ଯୋଗାଇଲା ତୁମର କୌଣସି ମତେ ଯାଇ ପାଇଲା ମାଆକୁ ପଚାରିଲେ ମା ତ